ପ୍ରେଜ୍ ଦ ଲର୍ଡ। ୱାର୍ଡକୁ ଚ୍ୟାନେଲରେ ସମସ୍ତ ଆପଣ ଜନମାନଙ୍କୁ ସ୍ୱାଗତ। ଚ୍ୟାନେଲଟିକୁ ସବସ୍କ୍ରାଇବ କରନ୍ତୁ, ଭିଡ଼ିଓ ଗୁଡ଼ିକରେ ଲାଇକ୍ ଦିଅନ୍ତୁ, ଭିଡ଼ିଓ ଗୁଡ଼ିକରେ କମେଣ୍ଟ କରନ୍ତୁ ଏବଂ ଭିଡ଼ିଓ ଗୁଡ଼ିକ ବହୁ ମାତ୍ରାରେ ସେୟାର କରନ୍ତୁ। ତେବେ ଆଜି ଆମେ ପବିତ୍ର ବାଇବେଲର ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 11ତମ ପଦଟି ଆଲୋଚନା କରି ବ୍ୟାଖ୍ୟା କରିବା ପାଇଁ ଯାଉଛନ୍ତି। ତେବେ ସୂଚନା ଅଛି, ଆଦି ପୁସ୍ତକ ଅଧ୍ୟାୟ 3 ପଦ ନମ୍ବର 11। ପରମେଶ୍ୱର କହିଲେ, ତୁମ୍ଭେ ନିର୍ବାସନ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ? ତେବେ ସୂଚନା ଅଛି, ପରମେଶ୍ୱର କହିଲେ ବା ପରମେଶ୍ୱର କହିଛନ୍ତି ବା ପଚାରି ଅଛନ୍ତି, ତୁମ୍ଭେ ନିର୍ବାସନ ଅଛ, ଏହା କିଏ ତୁମକୁ ଜଣାଇଲା? କଣ କୁହାଯାଇଅଛି ଯେ ପରମେଶ୍ୱର ସଦାପ୍ରଭୁ ମନୁଷ୍ୟକୁ ପ୍ରଶ୍ନ ପଚାରି ଅଛନ୍ତି, ତୁମେ ନିର୍ବାସନ ବା ତୁମେ ଫୁଙ୍ଗୁଳା ଅଛ ବା ତୁମେ ଖୋଲା ଦେହରେ ଅଛ ବୋଲି ଏହା କିଏ ତୁମକୁ ଜଣାଇଲା ବା କହିଲା, ବା ତୁମେ କେମିତି ଜାଣିପାରିଲ ଯେ ତୁମେ ଫୁଙ୍ଗୁଳା ରହିଅଛ? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ? ପୁଣି ସଦାପ୍ରଭୁ ପ୍ରଶ୍ନ କରିଛନ୍ତି, ଆମ୍ଭେ ଅର୍ଥାତ୍ ମୁଁ ଯେଉଁ ବୃକ୍ଷର ଫଳକୁ ଖାଇବାକୁ ତୁମ୍ଭମାନଙ୍କୁ ନିଷେଧ କରିଥିଲି ବା ବାରଣ କରିଥିଲି, ବା ସତ୍ ଜ୍ଞାନଦାୟକ ବୃକ୍ଷର ଫଳକୁ, ଏଦନ ଉଦ୍ୟାନରେ ଯେଉଁ ବୃକ୍ଷ ସତ୍ ଜ୍ଞାନଦାୟକ ବୃକ୍ଷ ଥିଲା, ତାହାର ଫଳକୁ ଖାଇବାକୁ ମନା କରିଥିଲି, ତାହା କି ତୁମ୍ଭେ ଖାଇଅଛ? ତେବେ ପ୍ରଶ୍ନ ଆସିଅଛି, ମୁଁ ମନା କରିଥିବା ବୃକ୍ଷର ଫଳକୁ ତୁମେ କଣ ଖାଇଦେଲ ବା ଖାଇଅଛ ବୋଲି ସଦାପ୍ରଭୁ ପରମେଶ୍ୱର ପ୍ରଶ୍ନ ପଚାରିଛନ୍ତି। ଏହି ପଦରେ ସଦାପ୍ରଭୁଙ୍କ ଦ୍ୱାରା ପଚରା ଯାଇଥିବା ଦୁଇଟି ପ୍ରଶ୍ନ ମୁଖ୍ୟତଃ ଅଛି। ଗୋଟିଏ ପ୍ରଶ୍ନ ହେଲା, ତୁମ୍ଭେ କେମିତି ଜାଣିଲ ତୁମ୍ଭେ ନିର୍ବାସନ ଅଛ? ଏବଂ ଦ୍ୱିତୀୟ ପ୍ରଶ୍ନ ସଦାପ୍ରଭୁ ପଚାରିଛନ୍ତି, ତୁମ୍ଭେ ଫଳକୁ ଖାଇଛ କି ବୋଲି ସଦାପ୍ରଭୁ ପ୍ରଶ୍ନ କରିଛନ୍ତି। ତେବେ ଅନେକ ଜନ ଏ ପଦକୁ ନେଇକି ପ୍ରଶ୍ନ ଉଠାନ୍ତି ଯେ ସଦାପ୍ରଭୁ କଣ ଜାଣିପାରିଲେ ନାହିଁ? ସେ ତ ସଦାପ୍ରଭୁ ଭଗବାନ ଈଶ୍ୱର, ସେ କଣ ଜାଣିପାରିଲେ ନାହିଁ ମଣିଷ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇଦେଲା? ଆଉ କିଛି ବ୍ୟକ୍ତି ପ୍ରଶ୍ନ କରନ୍ତି ଯେ ସଦାପ୍ରଭୁ ଯଦି ଜାଣିପାରିଥିଲେ, ତେବେ ସେ କାହିଁକି ମନୁଷ୍ୟକୁ ସତ୍ ଜ୍ଞାନଦାୟକ ବୃକ୍ଷର ଫଳ ଖାଇବାକୁ ଅଟକେଇଲେ ନାହିଁ? ଯେତେବେଳେ ଖାଉଥିଲେ ସେତେବେଳେ ପ୍ରକଟ ହୋଇ କାହିଁକି ମନୁଷ୍ୟକୁ ରୋକିଲେ ନାହିଁ? ଅନେକ ପ୍ରଶ୍ନ ଆସେ। ତେବେ ତାହାର ଆମ୍ଭେ ଉତ୍ତର ଦେବା। ତେବେ ଆମେ ଜାଣିଛନ୍ତି, ସଦାପ୍ରଭୁ ପରମେଶ୍ୱର ସମସ୍ତ ସୃଷ୍ଟିକୁ ସେ ପ୍ରଥମେ ନିଜ ହାତରେ ଗଢିଥିଲେ ଏବଂ ସମସ୍ତଙ୍କୁ ନିଜ ଅନୁସାରେ କାମ କରିବା ପାଇଁ ସେ ଉପଦେଶ ଦେଇଛନ୍ତି। ତାହାପରେ କୌଣସି କ୍ଷେତ୍ରରେ ସଦାପ୍ରଭୁ ପରମେଶ୍ୱର ହସ୍ତକ୍ଷେପ କରିନାହାନ୍ତି। କାହା କାର୍ଯ୍ୟରେ ବି, ନଦୀ ନାଳଠୁ ଆରମ୍ଭ କରି ସମୁଦ୍ର ଯାଏ, ସମସ୍ତ କ୍ଷେତ୍ରରେ, ବୃକ୍ଷଲତା ଯାଏ, କୌଣସି କ୍ଷେତ୍ରରେ ସେ ସ୍ୱତନ୍ତ୍ର ଭାବେ ହସ୍ତକ୍ଷେପ କରିନାହାନ୍ତି। ସଦାପ୍ରଭୁ ପରମେଶ୍ୱର ମନୁଷ୍ୟର କାର୍ଯ୍ୟରେ ହସ୍ତକ୍ଷେପ ନ କରିବାର କାରଣ, ସଦାପ୍ରଭୁ ପରମେଶ୍ୱର ଆଜ୍ଞା ଦେଲେ ବା ଉପଦେଶ ଦେଲେ, ଯଦି ତାହାକୁ କେଉଁ ବ୍ୟକ୍ତି ଅବମାନନା କରେ ବା ଅମାନ୍ୟ କରେ, ତେବେ ତାହାର ସେ ଦଣ୍ଡ ଭୋଗିବ ବା ସେ ଦଣ୍ଡ ଭୋଗିବା ପାଇଁ ପ୍ରସ୍ତୁତ ରହିବ। ବା ପରମେଶ୍ୱରଙ୍କ ଆଜ୍ଞାକୁ ଅବଜ୍ଞା କଲେ କଣ କୁଫଳ ମିଳିଥାଏ, ତାହା ସେ ଜାଣିପାରିବ। ତେଣୁ ପରମେଶ୍ୱର ସଦାପ୍ରଭୁ ଈଶ୍ୱର ମନୁଷ୍ୟକୁ ଫଳ ଖାଇବା ପାଖରୁ ରୋକି ନାହାନ୍ତି, କେବଳ ଉପଦେଶ ଦେଇ ଦେଇଛନ୍ତି। ଯଦି ମନୁଷ୍ୟକୁ ସଦାପ୍ରଭୁ ସମସ୍ତ କାର୍ଯ୍ୟରୁ ରୋକିଥାନ୍ତେ, ତେବେ ମନୁଷ୍ୟ ଭଲ ମନ୍ଦ ସମ୍ପର୍କରେ ସେ ଜାଣିପାରିନଥାନ୍ତା। ତେଣୁ ସଦାପ୍ରଭୁ ପରମେଶ୍ୱର ସବୁ କିଛି ଜାଣି ମଧ୍ୟ ମନୁଷ୍ୟକୁ ଫଳ ଖାଇବାକୁ ରୋକି ନାହାନ୍ତି, ସେ କେବଳ ଆଜ୍ଞା ଦେଇ ଦେଇଅଛନ୍ତି। ତେବେ ଏଠାରେ ଆମ୍ଭେ କଣ ସୂଚନା ପାଇଲେ? ସଦାପ୍ରଭୁ ପରମେଶ୍ୱର ସୃଷ୍ଟି ତ କରିଛନ୍ତି, କିନ୍ତୁ କାହାକୁ କର୍ମ ଦେଇନାହାନ୍ତି କିମ୍ବା କୌଣସି କାର୍ଯ୍ୟ କ୍ଷେତ୍ରରେ ହସ୍ତକ୍ଷେପ କରିନାହାନ୍ତି।
ଯଦି ପରମେଶ୍ୱରଙ୍କ ଆଜ୍ଞାକୁ ଅବଜ୍ଞା କରି ଯେଉଁପରି କର୍ମ କରିବ ସେହିପରି ତୁମ୍ଭେ ଫଳ ଭୋଗିବ। ତେବେ ଦେଖିବାକୁ ବାକି ରହିଲା ମନୁଷ୍ୟ ଆଗକୁ କେଉଁ ଦଣ୍ଡ ଭୋଗୁଅଛି। ତେବେ ଆଦି ପୁସ୍ତକର ତୃତୀୟ ଅଧ୍ୟାୟର 11ତମ ପଦଟି ସୁନ୍ଦର ଭାବେ ବ୍ୟାଖ୍ୟା ହୋଇ ଶେଷ ହୋଇଯାଇଅଛି। ତେବେ ସମସ୍ତ ଆପଣ ଜନମାନଙ୍କୁ ଧନ୍ୟବାଦ।